ବିଜୁ ଜନତା ଦଳର କିଛି ଭାଇ ଭଉଣୀ ମାନେ ଆସିକି ରାସ୍ତା ରୋକ କରିଛନ୍ତି, କ୍ୱାର୍ଟର ଘେରାଉ କ'ଣ କରିଛନ୍ତି। ଯୋଉ ରାଜ୍ୟସଭା ଭୋଟ ଯୋଉ ଦେବୀ ରଞ୍ଜନ ତ୍ରିପାଠୀ ଦେଇଛନ୍ତି ତାଙ୍କ ବିରୁଦ୍ଧରେ ଗୋଟେ କଥା ଏଠି ସ୍ପଷ୍ଟତାର ସହିତ ମୁଁ ଏଠି କଥା ରଖିବାକୁ ଚାହେଁ। ଯଦି ବିଜୁ ଜନତା ଦଳର ଏତେ ନୀତି ଆଦର୍ଶ ନୈତିକ ମୂଲ୍ୟବୋଧ ଥିଲା, ଐଶ୍ୱିନୀ ସାର୍ଙ୍କୁ ଆମର ଐଶ୍ୱିନୀ ବୈଷ୍ଣବଙ୍କୁ କ'ଣ ପାଇଁ ଦି ଥର ସେମାନେ ସମର୍ଥନ କଲେ? ୱାକ ବିଲ୍ରେ କାହିଁ କହିଲେନି ଯେ ଯାହାର ବିବେକ ଅନୁସାରେ ଭୋଟ ଦେବେ? ପିଲା କଂଗ୍ରେସ ସାଙ୍ଗରେ ଝଗଡ଼ା କରିକି ମାରପିଟ କରିକି କେସ୍ ଖାଇବେ, ଲହୁଲୁହାଣ ହେବେ, ତମେ ସବୁ କଂଗ୍ରେସିଆଙ୍କୁ ଆଣିକି ନେତା କରିବ? କାଲି ମାନସ ମଙ୍ଗରାଜର 50ଟା ଭୋଟ ନାହିଁ, ସିଏ ଆସିବ ଏଠି ବିଜେଡିର ସର୍ବେସର୍ବା। ଚିନୁ ସାହୁ କଂଗ୍ରେସରୁ ସିଏ ଆସିବ, ସିଏ ବିଜେଡିର ଏଠି ହବ ଷ୍ଟେଟ୍ ପ୍ରେସିଡେଣ୍ଟ। ଆଙ୍କୁ ଧରିକି ତମର ଚଳ ଚାଲିବ? ସିଆଡ଼େ ତମେ ଟ୍ରଷ୍ଟ କରିକି ପାର୍ଟି ଟଙ୍କା ସବୁ ଟଙ୍କା ନେଇକି ସେଠି ତମେ ମନ ଇଚ୍ଛା କରିବ। ଇଏ ଯୋଉ ସବୁ ଯୁବ ଛାତ୍ର ପାର୍ଟି ଲୋକ କ'ଣ ବୋକା? ମୁଁ ବିଗତ ଦିନରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ମୁଁ ଥିଲି। ମୁଁ ଏବେ ଭାରତୀୟ ଜନତା ପାର୍ଟିରେ ଅଛି। ଯେତେବେଳେ ନୈତିକ ମୂଲ୍ୟବୋଧ ତାର ପାଠ ନବୀନ ବାବୁ ଯେତେବେଳେ ସମସ୍ତଙ୍କୁ ପଢ଼େଇଲେ, ମୁଁ ବାଧ୍ୟ ହେଇକି ମୋ ଭଏସ୍ ରେଜ୍ କଲି।